ଆପଣ ସେତେବେଳେ ବିଜେଡି ର କଣ ରହିଥିଲେ କୋଉ ପଦରେ? ବିଜୁ ଛାତ୍ର ଜନତା ଦଳ ସଭାପତି ଟାଉନ ସଭାପତି ବଜାର ବ୍ରଜାସନଗର ଟାଉନ ବ୍ରଜାସନଗର ବିଜୁ ଜନତା ଦଳ ଛାତ୍ର ସଭାପତି ରହିଥିଲେ ଆପଣ। ଆଜ୍ଞା ବହୁତ ସେଇଥିପାଇଁ ନବ ଦାସଙ୍କର ଖୁବ ପାଖାପାଖି ଲୋକ ଆପଣ ଥିଲେ। ୟେସ୍ ଦାଦାକୁ ଆମେ ବହୁତ ଭଲ ପାଉଥିଲୁ। ବର୍ତ୍ତମାନ ଆପଣ ଭାବୁଛନ୍ତି ଏଇ ତଦନ୍ତ ପରେ ସତ୍ୟାସତ୍ୟ ଜଣା ପଡିବ ଉଦ୍ଦେଶ୍ୟ କଣ ଅପରାଧର ସେଟା ପଦାକୁ ଆସିବ। କାରଣ ଏପର୍ଯ୍ୟନ୍ତ ଗୋପାଳକୁ ଯଦିও ଆରେଷ୍ଟ କରାଯାଇଛି ହତ୍ୟାକାଣ୍ଡର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ଆପଣମାନେ କଣ ଭାବୁଛନ୍ତି? କ୍ରାଇମବ୍ରାଞ୍ଚ ତଦନ୍ତ କରୁଛନ୍ତି। କ୍ରାଇମବ୍ରାଞ୍ଚ ହିଁ ବତେଇ ପାରିବ, ଆମେ କେମିତି ଜାଣିବୁ ସାର୍? ଆଶା କରୁଛନ୍ତି ସତ୍ୟ ଉନ୍ମୋଚିତ ହେବ। ଯେନ୍ଟା ବି ସତ୍ୟ ସାମ୍ନାରେ ଆସିଲେ ସମସ୍ତେ ଜାଣିବେ ଆଉ କଣ। ଶେଷ ପ୍ରଶ୍ନ, ଆପଣ କହୁଛନ୍ତି ନବ ଦାସଙ୍କ ବହୁତ ଆପଣ ଅନ୍ତରଙ୍କ କ୍ଲୋଜ ଥିଲେ, କଣ କାରଣ ହେଇପାରେ ନବ ଦାସଙ୍କ ଭଳି ଜଣେ ଏଠି ଦବଦବା ଥିବା ଲୋକଙ୍କର ସମସ୍ତଙ୍କ ଉପସ୍ଥିତିରେ କର୍ମୀଙ୍କ ଉପସ୍ଥିତିରେ ପୋଲିସ ଉପସ୍ଥିତିରେ କିପରି ଏମିତି ଘଟଣା ଘଟିଲା, କାରଣ କଣ ହେଇପାରେ? ଦାଦାର ମୋ ଜାଣିବାରେ 92ରେ ଦାଦାର କେହି ଦୁଶ୍ମନ ନଥିଲେ। 92ରେ ସେ ଆସିଥିଲେ ସେ 92ର ବିକାଶ କରବା ଲାଗି। ହେତାର ଲାଗି ସେ ଭାଇ ଗୋପାଳ ନିଜେ ମାରିଥିବ ତା ପଛରେ ଆଉ କିଏ ଥିବେ ଲାଗୁଛି। ତା କେମିତି କହିବ? ସେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛନ୍ତି, ସେମାନେ ବତେଇବେ। ଏତ ଗୋଟେ ଅସମ୍ଭବ ଭଳିଆ ମାନେ ଲାଗୁଛି। ଏଇଥିପାଇଁ ସାଧାରଣ ଜଣେ ଏଏସ୍ଆଇ ନବ ଦାସଙ୍କ ଭଳି ଜଣେ ହେଭିୱେଟ ନେତାଙ୍କୁ ସମସ୍ତଙ୍କ ଉପସ୍ଥିତିରେ ଦାଟୁ ନିଜ ଅଞ୍ଚଳରେ ବ୍ରଜାନଗର ଅଲଗା ଜିଲ୍ଲା ବା ଅଲଗା ଅଞ୍ଚଳ କି କୌଣସି ଏକୁଟିଆ ଜାଗା ହେଇଥିଲେ ଭିନ୍ନ କଥା ହେଇଥାନ୍ତା। ଜଣେ ସାହସ କେମିତି କରିବ? ଦେଖନ୍ତୁ ଏଟା କ୍ରାଇମବ୍ରାଞ୍ଚ ତଦନ୍ତ କରୁଛନ୍ତି, ଯୋଉଟା ଏଟା ସାମ୍ନାକୁ ଆସିବ ଏଟା ସମସ୍ତେ ଜାଣୁଛନ୍ତି କି ଚାହୁଁଛନ୍ତି କି ସମସ୍ତେ ଜାଣବା ଲାଗି କଣ ହଉଛି ବୋଲିକରି, କଣ ହେଇଥିଲା ସେ ସମସ୍ତେ ଜାଣବା ଲାଗି ଏଟା ରେଡି ଅଛନ୍ତି।